हेलो गाइज वेलकम टू माय चैनल। तो आशा करছি ଆପଣମାନେ ଭଲରେ ଥିବେ। ତ ବାଙ୍ଗାଲୋରରେ ବହୁତ ପିଲା ଅଛନ୍ତି ୟୁଟ୍ୟୁବରେ ଇନଷ୍ଟାଗ୍ରାମରେ ଦେଖିକିରି ଭାବୁଛନ୍ତି କି ବାଙ୍ଗାଲୋରରେ ବହୁତ ଜବ୍ ଅଛି, ଆମେ ବାଙ୍ଗାଲୋର ପଳେଇବୁ ଜବ୍ ପାଇଯିବୁ। ତାପରେ ବାଙ୍ଗାଲୋର ଆସିଲା ପରେ ଡିମୋଟିଭେଟ୍ ହେଇଯାଉଛନ୍ତି, ଫେର ଘରକୁ ପଳାଉଛନ୍ତି କି ପର୍ଟିକୁଲାର ଲୋକେସନ୍ ଯେଉଁଠୁ ବି ଆସୁଛନ୍ତି ସେଠିକି ପଳାଉଛନ୍ତି। ତ ଏ ଭିଡ଼ିଓଟା ମୁଁ ଏଥିପାଇଁ ବନେଇଛି କି ତୁମେ କେଉଁ ଇନଷ୍ଟାଗ୍ରାମ କେଉଁ ୟୁଟ୍ୟୁବ ଦେଖିକିରି ଇନ୍ସପାୟାର ହେଇକିରି ତୁମେ ବାଙ୍ଗାଲୋର ଆସିକିରି ଜବ୍ ସର୍ଚ୍ଚ କରିବ ସେଇଟା ମ୍ୟାଟର୍ ନୁହଁ। ତ ମୁଁ ଏ ଭିଡ଼ିଓରେ କାହାକୁ ଡିମୋଟିଭେଟ୍ କରୁନି। ତ ମୁଁ ନର୍ମାଲ୍ ବାଙ୍ଗାଲୋରର ରିଆଲିଟି ମୁଁ ଆପଣମାନଙ୍କୁ କହୁଛି। ବାଙ୍ଗାଲୋରରେ ହେଉଛି କ'ଣ, ବାଙ୍ଗାଲୋରରେ ଜବ୍ ତୁମେ କେମିତି ପାଇବ। ଯେମିତିକି ବହୁତ ପିଲା ଅଛନ୍ତି ପାଉନାହାନ୍ତି, ସେମାନେ ରିଟର୍ନ ପଳାଉଛନ୍ତି। ମୋର ଗୋଟେ ସାଙ୍ଗ ଅଛି, ସିଏ ମିନିମମ୍ 4 ବର୍ଷ ହେଲା ମୋତେ କହୁଛି କି ମୁଁ ବାଙ୍ଗାଲୋର ଯାଉଛି, ଟ୍ରେନ୍ ଟିକେଟ୍ କରିଦେଇଛି, ମୁଁ ଏଇ ଡେଟ୍ରେ ଯାଉଛି ସେଇ ଡେଟ୍ରେ ଯାଉଛି, ସିଏ କିନ୍ତୁ ବାଙ୍ଗାଲୋର ପହଞ୍ଚି ପାରୁନି। ଆଉ ଗୋଟେ ସାଙ୍ଗ ଅଛି, ସିଏ ବାଙ୍ଗାଲୋର ଆସିକିରି ମିନିମମ୍ 2 ମନ୍ଥ ହେଲା ବାଙ୍ଗାଲୋର ଆସିଛି। ସିଏ ଏମିତି ଡିମୋଟିଭେଟ୍ ହେଇଯାଉଛି କି ମୁଁ ପଳେଇବି, କିନ୍ତୁ ଫାଇନାଲି ତାର ଏବେ 3ଟା ଅଫର୍ ଲେଟର୍ ଉଠେଇଲା। ତ ଫାଇନାଲି ସେ ଏବେ ଜଏନ୍ କରିବ ବହୁତ ଜଲ୍ଦି, ତାର ହେଇଗଲା ଫାଇନାଲି। ତ କିନ୍ତୁ ତୁମେ ବାଙ୍ଗାଲୋର ଯେଉଁମାନେ ବି ଆସୁଛ, ବାଙ୍ଗାଲୋର ଆସିଲା ପରେ ତୁମେ ଏମିତି ନୁହଁ ଯେ ତୁମକୁ ଜବ୍ ସର୍ଚ୍ଚ କରୁ କରୁ ତୁମେ ବାଙ୍ଗାଲୋର ପଳେଇ ଆସ। ଯଦି ବି ତୁମେ ଜବ୍ ସର୍ଚ୍ଚ କରୁଛ, ୱାକିନ୍ ତ ଆଜିକାଲି ୱାକିନ୍ ତୁମେ ଯିବ ଯେଉଁଠିକି ତୁମର ୱାକିନ୍ ଥିବ, ତ ତୁମେ ଯଦି ପର୍ଟିକୁଲାର ଜାଣିଛ ୱାକିନ୍ ସେଇଠି ହେଉଛି ଯାଅ। ଆଇଦର ତୁମେ ଯଦି ବାଙ୍ଗାଲୋରରେ ହିଁ ଅଛ, ବାଙ୍ଗାଲୋରରେ ଯଦି ୱାକିନ୍ ହେଉଛି ପର୍ଟିକୁଲାର କେଉଁ ଲୋକେସନରେ, ଆଜିକାଲି ବଡ଼ ବଡ଼ କମ୍ପାନୀ ୱିପ୍ରୋ ଇନଫୋସିସ୍ ହେଉ TCS ହେଉ ଏଗୁଡ଼ାର କମ୍ପାନୀମାନଙ୍କର ୱାକିନ୍ ହେଉଛି ସଟର୍ଡେ ସଣ୍ଡେ, ତୁମେ ସେଇଟା ବି ଆଟେଣ୍ଡ କରିପାରିବ। ଆଇଦର ଯଦି ତୁମେ କେଉଁ କମ୍ପାନୀରେ ତୁମର ସେଡ୍ୟୁଲ୍ ହେଇଛି ଅନଲାଇନ୍ ଦେବାର, ତୁମେ ଘରେ ରହିକିରି ବି ଦେଇପାରିବ। କାହିଁକିନା ବାଙ୍ଗାଲୋର ତୁମେ ସଡ଼ନ୍ ଯଦି ତୁମେ ପଳେଇ ଆସୁଛ, ବାଙ୍ଗାଲୋର ଆସିଲା ପରେ କ'ଣ ହେବ ନା, ବାଙ୍ଗାଲୋର ଗୋଟେ ଛୋଟ ଜାଗା ନୁହଁ, ଏକ କଥା। ଦ୍ୱିତୀୟ କଥା, ବାଙ୍ଗାଲୋରରେ ଖାଇବା ରହିବା ବି ପଇସା ବି ଖର୍ଚ୍ଚ ହେବ। କାରଣ ତୁମେ ଯଦି ଘରେ ବି ତୁମେ ଆଇଦର ତୁମେ ଯଦି ଘରେ ଅଛ, ଦେନ୍ ତୁମେ ଘରେ ରହିକିରି ଟ୍ରାଏ କରିପାରିବ। ତୁମେ ଆପ୍ଲାଏ କର ଯେଉଁ ଲୋକେସନ୍, ବାଙ୍ଗାଲୋର ହେଉ କି ହାଇଦ୍ରାବାଦ ହେଉ, ଚେନ୍ନାଇ ହେଉ, ପୁନେ ହେଉ, ଯେଉଁ ବି ଲୋକେସନ୍ ତୁମେ ଟ୍ରାଏ କରୁଛ, ପର୍ଟିକୁଲାର ସେ ଲୋକେସନ୍ରେ ସବୁ ତ ୱାକିନ୍ ହେଉନି। କାହିଁକିନା ମିନିମମ୍ ତୁମକୁ 100%ରୁ 5% ତୁମକୁ ୱାକିନ୍ ମିଳିବ, 90% 95% ତୁମକୁ ଅନଲାଇନ୍ ହିଁ ହେବ। ଅନଲାଇନ୍ ଯଦି ହେଉଛି ତୁମେ କନଭେନ୍ସ କର HRକୁ କି ମୋତେ ଆଟଲିଷ୍ଟ ଅନଲାଇନ୍ ଦିଅ, କାହିଁକିନା ତୁମେ ୱାକିନ୍ ଯାଉଥିବ। ୱାକିନ୍ ପରିଶ୍ରମ କରି ତୁମେ ଯଦି ଫ୍ଲାଇଟ୍ ଟିକେଟ୍ ହେଉ, ଟ୍ରେନ୍ ଟିକେଟ୍ ହେଉ, ବସ୍ ଟିକେଟ୍ ହେଉ, ଯଦି ବି ତୁମେ ଓଡ଼ିଶାରୁ ବାଙ୍ଗାଲୋର ଆସୁଛ କି ହାଇଦ୍ରାବାଦ ଆସୁଛ, ସେଠି ତୁମେ ରହିକିରି ତୁମର ଖର୍ଚ୍ଚ ଅଛି, ଏକ କଥା। ଦ୍ୱିତୀୟ କଥା, ଆଗରୁ 5 ବର୍ଷ ତଳେ ପିଜି ଥିଲା 4,000 ଟଙ୍କା। ଆମେ ଯେତେବେଳେ ରହୁଥିଲୁ 4,000 ଟଙ୍କାରେ ପିଜି ମୁଁ ରହିଛି। ଷ୍ଟାର୍ଟିଂ 4,000 ଟଙ୍କାରେ 40 ଟଙ୍କାର ମିଲ୍ ମୁଁ ବାଙ୍ଗାଲୋରରେ ଖାଇଛି। କିନ୍ତୁ ଏବେ ଆଉ ସେ 40 ଟଙ୍କା ତ ନାହିଁ। ଗୋଟେ ପଖାଳ ମିଲ୍ ତୁମେ ଖାଇଲା ବେଳକୁ ଏବେ ହେଇଗଲାଣି 100 ଟଙ୍କା। ଗୋଟେ ନର୍ମାଲ ଭେଜ୍ ମିଲ୍ ଖାଇଲା ବେଳକୁ ହେଇଗଲାଣି 80 ଟଙ୍କା। ତୁମେ ଯଦି ବାଙ୍ଗାଲୋରରେ ଆସିବ ସଡ଼ନ୍, ତୁମେ ପିଜି ନେଇ ରହିବ, ଗୋଟେ ନର୍ମାଲ ପିଜି ତୁମକୁ 3 ଟାଇମ୍ ଖାଇବାକୁ ଦେବ, ବ୍ରେକଫାଷ୍ଟ ଲଞ୍ଚ ଡିନର, ତୁମକୁ 7,000 ଟଙ୍କାରୁ କମ୍ ପିଜି ମିଳିବ ନାହିଁ। ମୁଁ ଗୋଟେ ନର୍ମାଲ କହୁଛି, ଯଦି ତୁମେ ଆସିବ 6,000 7,000 ପରେ ହିଁ ପିଜି ସବୁ। କାହିଁକିନା ତୁମକୁ 3 ସେୟାରିଂ ବି ତୁମକୁ ନେଲେ 6,000 ପ୍ଲସ୍ ଆସିବ। ତ ଏମିତି କେଉଁ ପିଜି ନାହିଁ ଆମକୁ 3,000 4,000 ଦେବ, ଏ କଥା। ଦ୍ୱିତୀୟ କଥା, ତୁମେ ମେଣ୍ଟାଲି କେତେ ଷ୍ଟ୍ରଙ୍ଗ ଅଛ। ଯଦି ତୁମେ ମେଣ୍ଟାଲି ଷ୍ଟ୍ରଙ୍ଗ ନାହଁ, ତୁମକୁ ବହୁତ ପ୍ରକାର ପ୍ରେସର୍ ଆସିବ। ଏକ ହେଲା, ତୁମର ଜବ୍ ଯଦି ହେଉନି, ଘର ଲୋକ ପ୍ରେସର୍ ଦେଇପାରିବେ। ମୁଁ ଯେତେବେଳେ ଜବ୍ ଖୋଜୁଥିଲି ମୋର ବହୁତ ପ୍ରକାର ପ୍ରେସର୍ ଥିଲା। ଏକରେ ତ ଜବ୍ ମିଳୁନଥିଲା, ଦ୍ୱିତୀୟରେ ନିଜର ରିଲେଟିଭ୍ ବି ତୁମ ପଛେ ପଡ଼ିଯିବେ କି ଭାଇ ଜବ୍ ହେଉନି, ପୁଅ ପାଠ ପଢ଼ିଲା ଏତେ ଦିନ ହେଲାଣି, ଜବ୍ କାହିଁ ହେଉନି, ଜବ୍ କେବେ ହେବ। କି ଦେଖ, କେହି କିଛି ସିଚୁଏସନ୍ ବୁଝିବେନି ତୁମେ କ'ଣ ପ୍ରୋବ୍ଲେମ୍ ଫେସ୍ କରୁଛ। ଇଣ୍ଟରଭ୍ୟୁଟା ଏମିତି ନାହିଁ ଯେ ଆମ ଘର କଥା କି ମୋର ନିଜର କମ୍ପାନୀ କି ଆମ ରିଲେଟିଭ୍ର କମ୍ପାନୀ ଆମକୁ ଦେଇ ସାଙ୍ଗେ ସାଙ୍ଗେ ଚାକିରି କରେଇଦେବେ। କିନ୍ତୁ ଯେଉଁ ରିଲେଟିଭ୍ ଅଛନ୍ତି ସେ କହିବେ ଭାଇ ଏତେ ଦିନ ପାଠ ପଢ଼ିଲାଣି, ଏତେ ପାଠ ପଢ଼ି ଦେଇଛି, ଚାକିରି ମିଳୁନି, ଏତେ ପଇସା ଖର୍ଚ୍ଚ ହେଇଯାଇଛି। ପଇସା ଖର୍ଚ୍ଚ ହେବା, ପାଠ ପଢ଼ିବା ଅଲଗା କଥା, ଚାକିରି ପାଇବା ଗୋଟେ ଅଲଗା କଥା। ତୁମକୁ ଚାକିରି ପାଇବାକୁ ହେଲେ କ'ଣ କରିବାକୁ ପଡ଼େ, ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲସେ ଜାଣିଛନ୍ତି। ଆଉ ସେମାନେ ଚାକିରି ଯିଏ ଖୋଜୁଛନ୍ତି ତାଙ୍କ ଦରଦ, ଯିଏ ଏବେ ଚାକିରି ସର୍ଚ୍ଚ କରୁଛି, ଚାକିରି ଇଣ୍ଟରଭ୍ୟୁ ଦେଉଛି ଚାକିରି ପାଇଁ, ସିଏ ଜାଣିଛି। ତ ଜିନିଷ ହେଉଛି କ'ଣ, କେହି ସିଚୁଏସନ୍ ବୁଝିବେନି ତୁମର କ'ଣ ତୁମ ସାଙ୍ଗରେ ହେଉଛି। ତୁମେ ଇଣ୍ଟରଭ୍ୟୁ ରିଜେକ୍ଟ ହେଇକିରି ଆସିବ, ତୁମକୁ କେଉଁ ଭଳିଆ ଲାଗୁଥିବ। ତୁମକୁ ଜଣେ ଫୋନ୍ କରିବ, ତୁମକୁ ଇରିଟେଟ୍ କରୁଥିବ, ଭାଇ ଚାକିରି ହେଲାନି, ଭାଇ ଇଣ୍ଟରଭ୍ୟୁ ହେଇଗଲା, ଭାଇ ଯାଇଥିଲୁ ଇଣ୍ଟରଭ୍ୟୁ ଦେବାକୁ, କ'ଣ ହେଲା, ଭାଇ ଆଉ ସେ କମ୍ପାନୀରେ ସିଲେକ୍ଟ ହେଇଗଲା। ମୁଁ ଯେତେବେଳେ ଇଣ୍ଟରଭ୍ୟୁ ଦେଉଥିଲି ମୁଁ ବହୁତ ପ୍ରକାର ପ୍ରେସର୍ ଥିଲି। ଏକ ତ କମ୍ୟୁନିକେସନ୍ ଇସ୍ୟୁ, ଦୁଇରେ ତ ପ୍ରେସର୍, ଫ୍ୟାମିଲି ପ୍ରେସର୍, ଏକ କଥା। ଦ୍ୱିତୀୟ କଥା ରିଲେଟିଭ୍, ଭାଇ ଚାକିରି କେଉଁଦିନ ହେବ। ଗାଁର ଲୋକ କହୁଥିଲେ କ'ଣ ପାଠ ପଢ଼ୁଛି, ପାଠ ପଢ଼ା ସରୁନାହିଁ। ମୋ ଭାଇ ମଝିରେ ମଝିରେ ମୋତେ ଫୋନ୍ କରି କହିବ, ଆଉ ଭାଇ କ'ଣ ପଢ଼ୁଛୁ, ପଢ଼ା କେଉଁଦିନ ସରିବ, ହେବ ନା ସରିବ ନାହିଁ।
ତ ମାନେ ବହୁତ ପ୍ରକାର ପ୍ରେସର ରହୁଛି। କିନ୍ତୁ ଜିନିଷ କ'ଣ ଗୋଟେ ଲୋକଙ୍କୁ ଲାଗୁଛି ନାଇଁ ଚାକିରି ସାଙ୍ଗେ ସାଙ୍ଗେ ମିଳିଯିବ ହେଇଯିବ, ପିଲା ଏଇ ପ୍ରକାର ଟେନସନ୍ ଭିତରେ ରହୁଛନ୍ତି। କି ଜିନିଷ କ'ଣ ପିଲାଙ୍କୁ ରିଆଲିଟି ଜାଣିବାକୁ ପଡ଼ୁନାହିଁ କି କ'ଣ ହେଉଛି। ଗାଁ ଗହଳିରେ ଆମର ଲୋକ କ'ଣ ବୁଝିବେ। ତମେ ବାଙ୍ଗଲୋରରେ ଯାଉଛ ଇଣ୍ଟରଭ୍ୟୁ ଦେଉଛ, ଇଣ୍ଟରଭ୍ୟୁ ତିନିଟା ଚାରିଟା ରାଉଣ୍ଡ ହେଉଛି, ଚାରିଟା ରାଉଣ୍ଡରେ ତୁମକୁ କ'ଣ କ'ଣ ହେଉଛି, ତା ଉପରେ ପ୍ରେସର। ତୁମର ଫାଷ୍ଟ ଟେକ୍ନିକାଲ ଯଦି କ୍ଲିଅର ନହେଲା, ସିଏ ଫାଷ୍ଟ ଟେକ୍ନିକାଲ ତୁମକୁ ରିଜେକ୍ଟ କରିବାକୁ ତୁମକୁ HR ୱିଲ୍ ଗେଟ୍ ବ୍ୟାକ୍ ଟୁ ୟୁ, HR ୱିଲ୍ ଗେଟ୍ ବ୍ୟାକ୍ ଟୁ ଏ କହିଲା ବେଳକୁ ସେ ଗୋଟାଏ ଦିନ ପଳେଇଥିବ। ମନେକର ତୁମେ ୱାକିଂ ଯାଇଛ, ଯଦି ତୁମେ ଅନଲାଇନ୍ ଦେଉଛ ଘରେ ରହିକିରି, ସେ HR ୱିଲ୍ ଗେଟ୍ ବ୍ୟାକ୍ ଟୁ ଆଇଲା ବେଳକୁ HRକୁ କଲ୍ କରିବ, HR ଫୋନ୍ ରିସିଭ୍ କରିବ ନାହିଁ। HR ନ ରିସିଭ୍ କରି ଫେର୍ ତୁମେ ଆଉ 2 ଦିନ ପରେ ୱେଟ୍ କରିବ, କ'ଣ ସେଟା ଫୋନ୍ ଆଇଲା ନାହିଁ, ମୁଁ ଫୋନ୍ କରି ପଚାରିବି ଇଣ୍ଟରଭ୍ୟୁର କ'ଣ ହେଲା। ସିଏ ବି ମେଲ୍ କରିବେ ନାହିଁ, ମାନେ ମେଲ୍ କଲେ ବାଇଚାନ୍ସ ରିଜେକ୍ଟ ହେଇଯାଇଛ ତୁମକୁ କହିଦେବେ ଅସୁବିଧା, ତୁମେ ତାଙ୍କୁ ଫୋନ୍ କରିବ କାହିଁକି ରିଜେକ୍ଟ ହେଲା, କ'ଣ ହେଲା, ଆନ୍ସର୍ ବି ନାହିଁ, କ'ଣ ପାଇଁ ରିଜେକ୍ଟ ହେଲା ସେଇଟା ବି ଆନ୍ସର୍ ନାହିଁ। ତାପରେ କ'ଣ ହେବ, ମନେକର ତୁମେ ଫୋନ୍ କଲ, ସିଏ ତୁମ ଫୋନ୍ ଉଠେଇବେନି, ନ ଉଠେଇଲେ ତୁମ ଗୋଟେ ସସ୍ପେନ୍ସ ରହିବ, କ'ଣ ହେଉଛି, ସତରେ ସିଲେକ୍ଟ ହେଇଛି କି ହେଇନାହିଁ। ତାପରେ ତୁମକୁ 2-3 ଦିନ ପରେ ଫୋନ୍ ଆସିବ, ଯଦି ସେ ତାଙ୍କ ପଟରୁ ଯଦି ମନ ହେଲା, ଗୋଟେ HR ଅଛନ୍ତି ଭଲ HR, ଫୋନ୍ କରି କହିବ ହଁ ରିଜେକ୍ଟ ହେଇଯାଇଛି, ଆଉ ତୁମ ପ୍ରୋଫାଇଲ୍ ଆମେ ରଖିଲୁ, ପରେ ଆସିଲେ ଆମେ ଦେବୁ, ଆଉ ଗୋଟେ ଥରେ ତୁମ ଇଣ୍ଟରଭ୍ୟୁ କରିବୁ, ଗଲା ସିଏ ଗୋଟାଏ ବାଟ। ଆଉ ଗୋଟେ HR ଆଟିଚ୍ୟୁଡ଼୍ ବୋପା, ତୁମେ ଯଦି ଫୋନ୍ କରିବ ଆଇ ଏମ୍ ବିଜି ଆଇ ୱିଲ୍ କଲ୍ ବ୍ୟାକ୍ ୟୁ, ତୁମେ ଭାବିବ ହଁ କ'ଣଟା ହେଇଛି ବୋଧେ, ଆଉ ତୁମେ ସିଲେକ୍ଟ ହେଇଛି କି କ'ଣ, ସେ ବୋଧେ କଲ୍ ବ୍ୟାକ୍ କରିବେ କହିବେ, ଆଉ ଗଲା ସେ 2 ଦିନ 3 ଦିନ ପଳେଇବ। ତାପରେ ତୁମେ ଫୋନ୍ କଲ, ନାଇଁ ୟୁ ଡୋଣ୍ଟ ଗେଟ୍ ଏନି ମେଲ୍, ତୁମେ ମେଲ୍ ଫେଲ୍ ତୁମେ ସିରିୟସ୍ ହେଇଯିବ, କ'ଣ ସା ମେଲ୍ ଫେଲ୍ ଆଇଲା ନା କ'ଣ, ମେଲ୍ ଚେକ୍ କର, ରିଫ୍ରେଶ୍ କଲ, ମେଲ୍ ଫୁଲ୍ ହେଇଯାଇଥିବ, ମେଲ୍ ଫୁଲ୍ ହେଲା ବେଳକୁ ଭାଇ ରିଫ୍ରେଶ୍ କଲା ମେଲ୍ ଆସୁନଥିବ, ତୁମେ କନଫ୍ୟୁଜ୍ ଶଳା କ'ଣ ହେଇଗଲା, ଗୋଟେ ମେଲ୍ ଆଇଲା, କ'ଣ ସିଲେକ୍ଟ ହେଲା ରିଜେକ୍ଟ ହେଲା, ସେ ଫୋନ୍ରେ ୟୁ ନଟ୍ ଗେଟିଂ ମେଲ୍ କହିକିରି ସେ ଫୋନ୍ କାଟିଦେବ, ତୁମ ସସ୍ପେନ୍ସ ରହିବ କ'ଣ ଗୋଟେ ହେଲା। ଆଉ ତାପରେ ତୁମେ ମେଲ୍ ଚେକ୍ କଲା ବେଳକୁ ରିଫ୍ରେଶ୍ ମାରି ଡିଲିଟ୍ ଫିଲିଟ୍ ମାରି ମୋବାଇଲ୍ ମେଲ୍ ଫୁଲ୍ ହେଇଯାଇଥିବ। 15 GB ଯଦି ଫୁଲ୍, କାହାର ଗୋଟେ ଫୁଲ୍ ହେଇଯାଇଥିବ, ଡ୍ରାଇଭ୍ ଫାଇଭ୍ରେ ଫଟୋ ଭିଡ଼ିଓ ରହିଯାଇଥିବ, ଫୁଲ୍ ହେଇଯାଇଥିବ। ତାପରେ ତୁମେ ଚେକ୍ କରିବ କ'ଣ ହେଲା, ନା ଭାଇ ଫୁଲ୍ ହେଇଯାଇଛି ମେଲ୍, କାଟିବ ତାକୁ ବସିକି, ତାକୁ 15 ମିନିଟ୍ 20 ମିନିଟ୍ କାଟି ଦେଖିଲା ବେଳକୁ ମେଲ୍ ଆସିଲା, କ'ଣ ନା ସେ ରିଜେକ୍ଟ କରିଦେଇଛନ୍ତି। ଇଏ ଗୋଟେ ସିନାରିଓ। ଦ୍ୱିତୀୟ ସିନାରିଓ, ମନେକର ତୁମେ ଯଦି ଜବ୍ ସର୍ଚ୍ଚ କରୁଛ, ଜବ୍ ହେଉନି, ସିଏ ବି ଗୋଟେ ବଡ଼ ଟେନସନ୍। କ'ଣ, ତୁମେ ସର୍ଚ୍ଚ କରୁଥିବ, ନୌକରିରେ ଆପ୍ଲାଏ କର, ଲିଙ୍କଡିନ୍ରେ ଆପ୍ଲାଏ କର, ସେ ଆକୁ ମେସେଜ୍ କର, ତାକୁ ମେସେଜ୍ କର, ସିଏ HR ଗୋଟେ HR ଅଛନ୍ତି ନୋଟିସ୍ ପିରିୟଡ଼ ଇସ୍ୟୁ, ଯେଉଁମାନେ ମନେକର ଜବ୍ କରିଯାଉଛନ୍ତି, ଯେଉଁମାନେ ମନେକର ଗୋଟେ କମ୍ପାନୀରେ ଅଛନ୍ତି, ତାଙ୍କ ସେଠି ନୋଟିସ୍ ପିରିୟଡ଼ ଇସ୍ୟୁ। ଭାଇ କ'ଣ ନୋଟିସ୍ ପିରିୟଡ଼, 3 ମାସ ମୋର ଗୋଟେ ସାଙ୍ଗଟା ସାଙ୍ଗରେ କଥା ହେଲି, ସେ ସାଙ୍ଗଟାର ନୋଟିସ୍ ପିରିୟଡ଼ 3 ମାସ, TCS ଚାକିରି କରିଛି। ଇରେ ଭାଇ ସିଏ 3 ମାସ ବୋଲି ତାକୁ କଲ୍ କରୁଛନ୍ତି, 2-3ଟା ରାଉଣ୍ଡ ଯାଉଛି, ସିଏ ନୋଟିସ୍ ପିରିୟଡ଼ ଯାଇ ଶୁଣୁଛନ୍ତି, ସିଏ ଭାଇ ଫୋନ୍ କାଟି ଦେଉଛନ୍ତି, ହଉ ଆମେ ତୁମକୁ କହିବୁ, ଆଉ କେବେ ତୁମର ହେବ ଇଣ୍ଟରଭ୍ୟୁ। ସେକେଣ୍ଡ ରାଉଣ୍ଡ ଗଲା, ସିଲେକ୍ଟ, ଫାର୍ଷ୍ଟ ରାଉଣ୍ଡ ସିଲେକ୍ଟ ହେଲା, ସେକେଣ୍ଡ ରାଉଣ୍ଡ ସିଲେକ୍ଟ ହେଲା ପରେ ଭାଇ ଆମର ବସିଲେ, ଆଉ ଭାଇ ଲାଗିଲା ଆମର ଭାଇ ମୁଁ ପରିଶ୍ରମ କରୁଛି, ପାଠ ପଢ଼ୁଛି, ଶଳା ହେଉନେଇ, କ'ଣ ହେବ, କ'ଣ ପରିଶ୍ରମ କରୁଛି, ଟୋକା ପଢ଼ୁଛି, ପଢ଼ିଲେ ହେବ କ'ଣ, 90 ଦିନ ନୋଟିସ୍ ପିରିୟଡ଼ ସେ କରିବ କ'ଣ, 90 ଦିନ ନୋଟିସ୍ ପିରିୟଡ଼ ସେ କେଉଁ କମ୍ପାନୀ ତାକୁ 90 ଦିନ ନେବ, ସିଏ ସିନା ଇମିଡ଼ିଏଟ୍ ଗୋଟେ କହିଲେ କ'ଣ ହେବ, TCS ଭାଇ ସମୟ ଜାଣିବେ, TCS 90 ଦିନ ନୋଟିସ୍ ପିରିୟଡ଼, ତ କିଏ କେଉଁ କମ୍ପାନୀ ସିଲେକ୍ଟ ତାକୁ କରିବ, ଗୋଟେ ଇଣ୍ଟରଭ୍ୟୁ ନେବାକୁ ତାର ଦରକାର ମନେକର ଗୋଟାଏ ୱିକ୍ରେ ପିଲା। ଆଜିକାଲି ତ ଭାଇ ମୋତେ ଗୋଟେ କମ୍ପାନୀ ଫୋନ୍ କଲା, ମୋତେ କହିଲା ତୁମ ନୋଟିସ୍ ପିରିୟଡ଼ କେତେ, ମୁଁ କହିଲି ମୋର ଅଫିସିଆଲ୍ ନୋଟିସ୍ ପିରିୟଡ଼ 30 ଦିନ। 30 ଦିନ ନୋଟିସ୍ ପିରିୟଡ଼, ମୋତେ ସେ କହୁଛି ତୁମେ ଗୋଟାଏ ୱିକ୍ ଭିତରେ ଜଏନ୍ କରିପାରିବ, ମାନେ ମୁଁ ତାକୁ କହୁଛି ଅଫିସିଆଲ୍ ନୋଟିସ୍ ପିରିୟଡ଼ 30 ଦିନ, ସିଏ ମୋତେ କହୁଛି ତୁମେ ଗୋଟାଏ ୱିକ୍ ଭିତରେ ଜଏନ୍ କରିବ। ମୁଁ କହିଲି ମୁଁ ଟ୍ରାଏ କରିବି, ହଁ ମୁଁ ଆଇ ୱିଲ୍ ଟ୍ରାଏ ଟୁ ଜଏନ୍ ଇମିଡ଼ିଏଟଲି, ନହେଲେ 1 ୱିକ୍ ଅଣ୍ଡର 1 ୱିକ୍। ସିଏ ମୋତେ କ'ଣ କହୁଛି କହିଲ, ତୁମେ ଶୁଣିଲେ ମୁଣ୍ଡ ପିଟିବ, ସିଏ କହୁଛି ମୁଁ ଭାବିଲି ତୁମେ ନୋଟିସ୍ ପିରିୟଡ଼ ଅଛ, ଆଉ ତୁମେ ପେପର୍ ପକାଇ ଦେଇଛ, ସର୍ଭିଂ କରୁଛ ବୋଧେ, ମୁଁ ସେଥିପାଇଁ ତୁମକୁ କଲ୍ କଲି, ଆଉ ନା 30 ଦିନ ଗୋଟାଏ ୱିକ୍ ହେବନି, ଆମର ଇମିଡ଼ିଏଟ୍ ଦରକାର। ମୁଁ କହିଲି ହଉ ତୁମେ ଇଣ୍ଟରଭ୍ୟୁ ସିଡ୍ୟୁଲ୍ କର, ଯଦି ଇମିଡ଼ିଏଟ୍ ମୋତେ ସିଲେକ୍ଟ କଲ, ମୁଁ ସେଇଭଳିଆ ତୁମକୁ ଲାଗିଲା କ୍ୟାଣ୍ଡିଡେଟ୍ଟା ସିଲେକ୍ଟ ହେଇଗଲା, ଦେନ୍ ମୁଁ ଟ୍ରାଏ କରି ଇମିଡ଼ିଏଟ୍ ଜଏନ୍ କରିବି। ନାଇଁ ହେବ ନାହିଁ ବା, ତୁମକୁ ଦେବାକୁ ପଡ଼ିବ, ମେଲ୍ ଦେଖିବାକୁ ପଡ଼ିବ, ସେ ମେଲ୍ ନ ଦେଖେଇଲେ ହେବ ନାହିଁ, ଆମର ଉପରେ ସିନିୟର ସିଲେକ୍ଟ କରିବେ ନାହିଁ। ମାନେ ଚିନ୍ତା କର, 1 ୱିକ୍ ଭିତରେ ଇମିଡ଼ିଏଟ୍, ମାନେ ପିଲା ସିଲେକ୍ଟ ହେବ କି ସିଲେକ୍ଟ ନ ହେବ ତାଙ୍କୁ ଜଣା ନାହିଁ, ମାନେ ପିଲା ବି ଜାଣିନି ପିଲା ସିଲେକ୍ଟ ହେବ କି ନାହିଁ। ମାନେ ମୁଁ ପେପର୍ ପକାଇଦେବି, ଆଙ୍କ କଥା ଶୁଣିକିରି ମୁଁ ପେପର୍ ପକାଇଦେବି, ଯେ ଚାକିରି ନ ମିଳିବ, ମୋ ଚାକିରି କିଏ ଦେବ, HR ଆସିବ ଆଉ ଥରେ ମୋତେ ତା କମ୍ପାନୀ ଚାକିରି ଦେବ ନା, HR ତା କମ୍ପାନୀ ସେଇଟା। ମାନେ ଚିନ୍ତା କର ମାର୍କେଟ କ'ଣ ଚାଲିଛି। ତ ବର୍ତ୍ତମାନ ଆଉ ଗୋଟେ ଜିନିଷ ହେଲା,
ତ ବହୁତ ପିଲା କ'ଣ କରୁଛନ୍ତି, କିଛି ପିଲା ଅଛନ୍ତି ଟ୍ରାଏ କରୁଛନ୍ତି ବଇଛନ୍ତି। ବହୁତ ପ୍ରକାର ପ୍ରେସର, କିଏ କାହାର ବୟସ ହେଇଗଲା ବାହା ହେବ, ବାହାଘର ଗୋଟେ ବଡ଼ ଟେନସନ୍, ଚାକିରି ନାହିଁ ବାହାଘର ହେବ କେମିତି। ଦ୍ୱିତୀୟ କଥା, ଯଦି ତୁ ଚାକିରି କରି ଯାଇଛୁ, ଯଦି ତୋ ପଇସା ଅଣ୍ଟୁ ନାହିଁ, ସିଏ ବି ଗୋଟେ ବଡ଼ ଟେନସନ୍। ଘରେ ଭାବୁଛି ଶଳା ପଇସା ପାଉଛି, ପଇସା ଯାଉଛି କୁଆଡ଼େ। ପଇସା ତ ଆଉଛି ଗଛ ନାଗି ସେଠି ଝଡ଼ା ହେଉଛି, ପଇସା ଆସୁଛି ମାସ ଶଳା ଏନ୍ଜୟ କରୁଛନ୍ତି ନା କ'ଣ। ପଇସାଟା ଗୋଟେ ଟଙ୍କାଟେ ଘରକୁ ଆସିପାରୁନାହିଁ, ସିଆଡ଼େ ସିଆଡ଼େ ସରିଯାଉଛି। ମାନେ ଘର ଲୋକ ଏକଥା ଭାବୁଛନ୍ତି, କିନ୍ତୁ ପଇସା ହେଲା ପରେ ହେଉଛି କ'ଣ, ପଇସା ହେଲା ପରେ ଫାଷ୍ଟ ହେଲା ଘର ଭଡ଼ା ଦିଆହେବ। ଘର ଭଡ଼ା ଏଇଠି ପଡ଼ିଲା 15-20 ହଜାର ଟଙ୍କା ଘର ଭଡ଼ା। ମନେକର ତୁମେ ଯଦି ଘର ନେଇ ରହୁଛ କି ସାଙ୍ଗସାଥି ସେୟାର ରହୁଛ, ସେ ଅଧା ଯିବ 10,000। ମନେକର ଗୋଟେ ପିଲା ପାଉଛି 50,000 ଟଙ୍କା ଦରମା, 50,000 ଟଙ୍କା ସିଏ କିଛି ଲୋନ୍ ବି କରିଥିବ, ଟଙ୍କା 20,000 25,000 ଟଙ୍କା ଲୋନ୍ କଟିଲା, 25,000 ଇଏ ଗଲା ଘର ଭଡ଼ା 20,000, 45,000 ସଫା। 5,000 ଟଙ୍କା ମାସକୁ ଖର୍ଚ୍ଚ ରଖିବ। ମନେକର ତୁମେ ଯଦି ଯିବ ଗାଡ଼ିରେ ତେଲ ପକାଇବାକୁ, ଗାଡ଼ିରେ ତେଲ ପକାଇ ଅଫିସ୍ ଯିବ, ଅଫିସ୍ରେ ମନେକର ମାସକୁ ତୁମେ ଆଟଲିଷ୍ଟ ତ ଗୋଟେ 1,000-1,200 ଟଙ୍କା ଗୋଟେ ତେଲ ପକାଇ ଯିବ। ଆଉ ରହିଲା କେତେ ଟଙ୍କା, 4,000 ଟଙ୍କା କି 3,500 ତ ମନେକର ଆଜି ଗୋଟେ ସାଙ୍ଗ କହିଲା ଯିବା ଆମେ ଟିକେ ଖାଇବା ପିଇବା କରିବା। ଆଟଲିଷ୍ଟ ତୁମେ ଗୋଟେ ସାଙ୍ଗ ଚାକିରି ବାକିରି କରିଛ, ଗୋଟେ ସାଙ୍ଗସାଥି ଅଛନ୍ତି ମାନେ ତୁମେ ଯିବ ଗୋଟେ ଜାଗାକୁ ଚାକିରି ବାକିରି କରିଛ, ଗୋଟେ ଖାଇବା ପିଇବା କରିବ, ମିନିମମ୍ ତୁମେ ବାର୍ବିକ୍ୟୁ ଗଲେ 1,000 ଟଙ୍କା ଖର୍ଚ୍ଚ। ବାର୍ବିକ୍ୟୁ 1,000-1,200 ଟଙ୍କା କମ୍ ଯିବ କି? ହଉ ତୁମେ 899 ହେଉ କି 999 ହେଉ କି 1,299 ଟେବୁଲ୍ ବୁକ୍ କଲ, ଖାଇବା ପିଇବା ଆସିବ। କିନ୍ତୁ ଘର ଲୋକଙ୍କୁ ଲାଗିବ କ'ଣ, କେକ୍ କଟା ହେଉଛି, ଟୋକା ଖାଉଛି କିନ୍ତୁ ପଇସା ହେଉଛି କେଉଁଠି, ସେ କଥା କେହି ବୁଝିବେନି। ତୁମେ କ'ଣ କରିଛ, ତୁମେ କ'ଣ କରୁଛ, ସେ ପଇସାଟା ପାଉଛ, ଏନ୍ଜୟ କଲ କାହିଁ, ପୋଷ୍ଟ ହେଲା କାହିଁ, ସେଇଟା ଗୋଟେ ବଡ଼ କୋଶ୍ଚିନ୍, ସେଇଟା ବି ଗୋଟେ ଜିନିଷ। ତାପରେ ରହିଲା କ'ଣ, ପିଲା ଜବ୍ ଯେଉଁ ସର୍ଚ୍ଚ କରୁଛନ୍ତି, ସର୍ଚ୍ଚ କରିକିରି କେତେ ପିଲା ପାଉଛନ୍ତି, 100 ପିଲା ଯେଉଁ ଜବ୍ ଇଣ୍ଟରଭ୍ୟୁ ଦେଉଛନ୍ତି, ତା ଭିତରୁ ସିଲେକ୍ଟ କେତେ ଜଣ ହୁଅନ୍ତି, 5%, 100%, 5%, 10% ପିଲା ସିଲେକ୍ଟ ହୁଅନ୍ତି। ସେ 10% ଭିତରେ ଆମେ ରହିବା ବୋଲି ମାନେ କ'ଣ ଅଛି, ରହିପାରିବା? ଏକରେ ଗୋଟେ ଇଣ୍ଟରଭ୍ୟୁ ଯେତେବେଳେ ଇଣ୍ଟରଭ୍ୟୁ ନେଉଛି, ତାର ଏକ୍ସପେକ୍ଟେସନ୍ ବହୁତ। ଭାଇ ଆମର ଏକ୍ସପେକ୍ଟେସନ୍ ହେଲା କମ୍ୟୁନିକେସନ୍ ଇସ୍ୟୁ, ଟେକ୍ନିକାଲି ଷ୍ଟ୍ରଙ୍ଗ, ଟେକ୍ନିକାଲି କଲା ପରେ ତୁମର କମ୍ୟୁନିକେସନ୍ ଚେକ୍ କରିବେ ହେଲା ନା ନାହିଁ। ପିଲା ଆଟିଚ୍ୟୁଡ଼ ଯେ ଦେଖେଇଲା ସେ ପିଲାକୁ ସିଲେକ୍ଟ କରିବେ ନାହିଁ। ଆଟିଚ୍ୟୁଡ଼ ବା ଦେଖାଉଛି ପିଲା ସିଲେକ୍ଟ କେମିତି ହେବନି। ତାପରେ ରହିଲା ଆଜିକାଲି ମାର୍କେଟର ଲେ ଅଫ୍ ଯେଉଁ ହେଉଛି ମାର୍କେଟରେ, ମାନେ ତୁମେ ବିଲିଭ୍ କରିବନି, ତୁମେ ବସିଥିବ କମ୍ପାନୀ ସକାଳୁ ଉଠିଲା ବେଳକୁ ମେଲ୍ ଚେକ୍ କଲା ବେଳକୁ ମେଲ୍ରେ ଆସେ ତ ଭାଇ ତୁ ବାହାରି ଯାଇଛୁ, ତୋ ଲ୍ୟାପଟପ୍ ଓପନ୍ ହେଉନଥିବ, ତୁ କରିବୁ କ'ଣ ସେଠି? ଲ୍ୟାପଟପ୍ ଯଦି ଓପନ୍ ନ ହେବ ତୁ କ'ଣ କରିବୁ? କେଉଁ କମ୍ପାନୀ ତୁ କହିବୁ ଲ୍ୟାପଟପ୍ ଓପନ୍ ହେଉନି? କମ୍ପାନୀ ଭାଇ ତୁ କଥା ହେଲା ବେଳକୁ ବା କମ୍ପାନୀ ସାଙ୍ଗେ ତୁ କଥା ହେଲା ବେଳକୁ ତୋ ମେଲ୍ ନଥିବ, ତୋ ଟିମ୍ସ ହିଁ କାମ କରୁନଥିବ, ସ୍ଲାକ୍ ଲଗ୍ ହେଇଯାଇଥିବ। ଆଜିକାଲି ଯେଉଁ ଟିମ୍ସ ସ୍ଲାକ୍ ସବୁ ରହୁଛି ସିଏ ବି ଲଗ୍ ହେଇଯାଉ, ତୁ କରିବୁ ଫେର କ'ଣ? ଆ ଭିତରେ ଆମେ ଗୋଟେ ଏମ୍ପ୍ଲୟ, ଆଜ୍ ଏ ଏମ୍ପ୍ଲୟି ମୋ କମ୍ପାନୀର ମୋତେ ଫାୟାର କରିଦେବ, ମୁଁ ରାତିରେ ଶୋଇଦେବି, ସକାଳୁ ଉଠିଲା ମୋ ଅଫିସ୍ ଲ୍ୟାପଟପ୍ କାମ କରୁନ, ପିଲା ମୋତେ ଫୋନ୍ କରିବେ ଭାଇ ତୁ ଲ୍ୟାପଟପ୍ କାମ କରୁଛି। ମୁଁ କହିଲି ନା ବା ମୋ ଲ୍ୟାପଟପ୍ କାମ କରୁନି, ନା ମୁଁ ଚେକ୍ କଲା ମୋ କ'ଣ ଲ୍ୟାପଟପ୍ ଖୋଲୁନାହିଁ। ଆଉ 2ଟା ପିଲା ଫୋନ୍ କରିବେ ଭାଇ କ'ଣ ଦେଖିଲ ତୁମ ତ ଫୋନ୍ ଆଉଛି, ତୁମ ଟିମ୍ସ କାମ କରୁଛି, ଆଉ ଲ୍ୟାପଟପ୍ ଓପନ୍ କରି ଚେକ୍ କଲ, ପାସୱାର୍ଡ଼ ମାରି ଓପନ୍ ହେଉଛି। ଦେଖିଲା ବେଳକୁ ଭାଇ ଲ୍ୟାପଟପ୍ ଓପନ୍ ହେଉନି, କରିବୁ କ'ଣ? କହିଲା ସିଏ ଗୋଟେ ଜିନିଷ। ଯଦି ତୁ ଚାକିରି ପାଇଁକିରି ପଳାଉଛୁ ଅଫିସିକି, ଅଫିସ୍ ଭିତରେ ବହୁତ ପିଲା, ମୋ ଅଫିସରେ କ'ଣ ସିଚୁଏସନ୍ ମୁଁ କହୁଛି ଶୁଣ। ପିଲା ଆମର ଅଛନ୍ତି 3ଟା ପିଲା, ସେ ବହୁତ ପୁରୁଣା, 4 ବର୍ଷ ହେଲା ଅଛନ୍ତି। 4 ବର୍ଷ ହେଲା ସେ ଗୋଟେ କାମ କରୁଛନ୍ତି, ମାନେ ଯେମିତି ଗୋଟେ ବଡ଼ କଥା ସେ କରୁଛନ୍ତି। ମାନେ ଗୋଟେ କ୍ଲେମ୍ସରେ ହେଲ୍ଥ କେୟାର ହେଉ, OTT ହେଉ, ମାନେ ଗୋଟେ ଟେଷ୍ଟିଂ କରୁଛନ୍ତି ସେ ମାନେ ମନେ ମନେ ଭାବୁଛନ୍ତି ଆମେ ଗୋଟେ ବଡ଼ କଥା ଗୋଟେ 4 ବର୍ଷ ହେଲା କରୁଛୁ, ଗୋଟେ ଘରେ ରହି କାମ କରୁଛୁ, ୱାର୍କ ଫ୍ରମ୍ କରୁଛୁ। ମୁଁ ଗୋଟେ ସେ ପିଲାଟାକୁ ହ୍ୱାଟ୍ସଆପ୍ ଗଲି ଜିନିଷ ପଚାରିବାକୁ, ମୁଁ ନୂଆ ଯାଇଛି ଗୋଟେ ଟିମ୍ରେ କାମ କରୁଛି, ସେ ପିଲାଟାକୁ ଗଲି ଜିନିଷଟା ପଚାରି, ମୁଁ କହିଲି ଭାଇ ଆଉ କ'ଣ ଏଇଟା କେମିତି କରିବା ସେଇଟା ନା, ୟୁ ଗୋ ଟୁ ଦ୍ୟାଟ୍ ଏକ୍ସେଲ୍ ସିଟ୍ ଆଣ୍ଡ ଚେକ୍ ଦ୍ୟାଟ୍ ଭିଡ଼ିଓ, ୟୁ ଡୋଣ୍ଟ ଅଣ୍ଡରଷ୍ଟାଣ୍ଡ ଦେନ୍ ୟୁ କମ୍ ବ୍ୟାକ୍ ଆଣ୍ଡ ଆସ୍କ ମି। ମାନେ ଚିନ୍ତା କର, ସେ ପିଲା ମୋତେ କହୁଛି ତୁ ଭାଇ ଯାହା ସେ ଭିଡ଼ିଓ ଦେଖିବୁ, ସେ ଭିଡ଼ିଓରୁ ଯାହା ବୁଝିବୁ, ଯଦି ନ ବୁଝିପାରିଲୁ ତାପରେ କିଛି କୋଶ୍ଚିନ୍ ଆସିଲା ତୁ ମୋତେ ଆସି ପଚାରିବୁ। ମାନେ ମୁଁ ଭିଡ଼ିଓ ଦେଖିବି 2 ଘଣ୍ଟା, ମୁଁ ମାନେ ଅଫିସରେ ରହିବି 9 ଘଣ୍ଟା ମାଣ୍ଡାଟୋରି, ଭିଡ଼ିଓ ଦେଖିବି 2 ଘଣ୍ଟା ଟାଇମ୍ ୱେଷ୍ଟ କରିବି, ତାପରେ ଭିଡ଼ିଓ ଦେଖି ସାରିଲା ପରେ ଯଦି ନ ବୁଝିପାରିବି ଫେର ତାକୁ ଯିବି ପଚାରିବି, ଘଣ୍ଟାଟେ ଟାଇମ୍ ୱେଷ୍ଟ କରିବି। ମାନେ ଚିନ୍ତା କର 3 ଘଣ୍ଟା ମୋର ଏଇଠି ଗଲା। ମୁଁ ବାଟରେ ଯିବି କେତେ ଘଣ୍ଟା, 3 ଘଣ୍ଟା, ଦେଢ଼ ଘଣ୍ଟା, ମୁଁ ରହୁଛି 15-20 କିଲୋମିଟର ଦୂରରେ, ଦେଢ଼ ଘଣ୍ଟା ମୁଁ ଟ୍ରାଭେଲ୍ କରିବି, 3 ଘଣ୍ଟା ଏଠି ଗଲା, 3 ଘଣ୍ଟା ଭିଡ଼ିଓ ଦେଖାରେ ଗଲା, 2 ଘଣ୍ଟା ତା ପଚାରିବାରେ ଗଲା, କେତେ ଘଣ୍ଟା ହେଲେ ହିସାବ କର।
3 3 6 3 9 ଅଫିସରେ ବି କେତେ ଘଣ୍ଟା 9ରୁ 10 ଘଣ୍ଟା। ତାପରେ କାମ କରିବି କେତେ ଘଣ୍ଟା? କାମ ତ କରିବୁ ନା କାମ କରିବୁନି ନା ମୁଁ କମ୍ପାନୀ ବସେଇ ପଇସା ଦେବ କାମ କରିବି। ତାପରେ ସିଏ ଗଲା ସିଏ ଗୋଟେ ସିନାରିଓ। ଦ୍ୱିତୀୟ ସିନାରିଓ ସେ ପିଲା କ'ଣ କରୁଛି 6 ମାସ ହେଲା ଇଣ୍ଟରଭ୍ୟୁ ଦେଉଛି ମାନେ ଏତେ ଟ୍ୟାଲେଣ୍ଟରେ ସିଏ 6 ମାସ ହେଲା ବର୍ଷ ହେଲା ଇଣ୍ଟରଭ୍ୟୁ ଦେଉଛି ଘରେ ୱାର୍କ ଫ୍ରମ୍ କଥା 4 ବର୍ଷ କମ୍ପାନୀ ଡାକି ଦେଇଛି ବହୁତ କଷ୍ଟ ଏତେ କଷ୍ଟ ମାନେ ହିସାବ ବାହାରେ ତା ସ୍ତ୍ରୀ ରହୁଛି ସେପଟେ ସିଏ ଆଇଛି ଏଠି ଫ୍ୟାମିଲି ତାର ସବୁ ଅଲଗା ଜାଗାରେ ସିଏ ବୋପା ଆଟିଚ୍ୟୁଡ଼ ମାନେ ମୁଣ୍ଡ ଘର ଆଟିଚ୍ୟୁଡ଼ ରୁମ୍ ଭିତରେ ପଶି ଯାଉଛି ପାଠ ପଢ଼ୁଛି ଆପ୍ଲାଏ କରୁଛି କ'ଣ ପ୍ରଭୁ ଜାଣନ୍ତି। ମନ ହେଲା ପେପର ପକାଇ ଦେଇଛି ମନ ହେଲା ଆଉଛି ସକାଳୁ ପଳେଇ ଯାଉଛି ଅଫିସ୍ 9-10 ଘଣ୍ଟା ଅଫିସ୍ ବାଣ୍ଡରେ ରହିବାର ଅଛି ନା ସିଏ ଅଫିସରୁ ପଳେଇ ଯାଉଛି ବେଳାବେଳି ଆସିକି 9ଟା 8ଟା 9ଟା ବେଳେ ଲଗ୍ଇନ୍ କରିଦେଉଛି 4ଟା 5ଟା ବେଳକୁ ପଳାଉଛି ଅଫିସରୁ କ'ଣ ନା ହେଇଗଲା 9-10 ଘଣ୍ଟା ହେଇଗଲା ପଳେଇବି ଆଉ କ'ଣ କାମ ନୋଟିସ୍ ପିରିୟଡ଼ରେ ତୁ ତୋ କାମ କରିବୁ ତୁ ବୁଝିବୁ ସେ କାମ ଆଉ ମାନେ ମୁଁ ତା ରିପ୍ଲେସମେଣ୍ଟରେ ମୁଁ ରହିବି କାମ କରିବି ମୁଁ ଆଉ ଗୋଟେ ପିଲା ରିପ୍ଲେସମେଣ୍ଟରେ ସେ ପିଲା ଛାଡ଼ି ପଡ଼ିଲା ତା ରିପ୍ଲେସମେଣ୍ଟରେ ରହିଛି ରିପ୍ଲେସମେଣ୍ଟ ରହିବି ଆଉ ଗୋଟେ ପିଲା ହଲ ଅବସ୍ଥାରେ ଅଛି ସିଏ ପେପର ପକାଇବ ବହୁତ ଜଲ୍ଦି ମାନେ ତା ରିପ୍ଲେସମେଣ୍ଟରେ ମାନେ ଗୋଟାଏ ପିଲା ହାୟାର କରିବେ 3ଟା ରିପ୍ଲେସମେଣ୍ଟର କାମ ମୁଁ କରିବି କଣ୍ଟେଷ୍ଟ ସେ ପିଲାଟା କଣ୍ଟେଷ୍ଟ ଦେଉନି କ'ଣ ପାଇଁ ନା ବାଇଚାନ୍ସ କଣ୍ଟେଷ୍ଟ ଦେଇଦେବ ମାନେ ତା ଅଲରେଡ଼ି ସେ ପେପର ପକାଇ ସେ ଭାବୁଛି ଏ ଜିନିଷ ମାନେ କଣ୍ଟେଷ୍ଟ ଯଦି ଦେଇଦେବ ମାନେ ମୁଁ ସବୁ କାମ କରିଦେବି ନା ସିଏ କଣ୍ଟେଷ୍ଟଟା ଦେଇଦେଲା ପରେ ପ୍ରୋବ୍ଲେମଟା କାହାର ହେବ ସେ ଅଲରେଡ଼ି ପେପର ପକାଇ ସେ କଥା ଭାବୁଛି କଣ୍ଟେଷ୍ଟ ଦେଇଦେଲେ ବି ପ୍ରୋବ୍ଲେମ୍ ହେଇଯିବ ମାନେ ଭିଡ଼ିଓ ବନେଇ ଦେଇଦେବି ଭିଡ଼ିଓ ଆର୍ଗୁମେଣ୍ଟ କରୁଛି ପିଲାଙ୍କ ସହିତ ଭିଡ଼ିଓ ବନେଇ ଦେଇଛି ତୁମେ ଭିଡ଼ିଓ ଦେଖ ଆଉ ମାନେ ଇଏ ଗୋଟେ ଜିନିଷ। ତାପରେ ଗୋଟେ ଜିନିଷ ହେଲା କ'ଣ ଯଦି ତୁ କାମ କଲୁ କାମ ଯଦି ଖରାପ ମନେକର କାମଟା ଦିଆହେଇଛି ତୁମେ ମନେକର ମୋତେ କାମଟା ଆସାଇନ୍ ହେଇଛି ସେ କାମଟା ମୁଁ କଲି ଯଦି ତୁ ତାକୁ ପଚାରିବାକୁ ଯିବୁ ସିଏ ମୋତେ କ'ଣ କହୁଛି ଶୁଣିଲେ ତୁମେ ପାଗଳା ହେବ ସିଏ ମୋତେ କହିଲା ଯେ ସ୍ମଲ୍ ଥିଙ୍ଗ ୟୁ ଡୋଣ୍ଟ ଅଣ୍ଡରଷ୍ଟାଣ୍ଡ ମାନେ ତୁମକୁ ଲାଗିବ ତୁମେ ଗୋଟେ କ'ଣ ବଡ଼ ଗୋଟେ କ'ଣ କେସ୍ କରିଦେଇଛ କି ମାନେ ସିଏ ତୁମକୁ ଏମିତି ବିହେଭ୍ କରିବ ତୁମେ ସେଟା କହିବ ଭାଇ ଆକୁ ପଚାରିବାଟା ଯେତିକି ଭଲ ସେତିକି ପଚାରିବାଟା ମୁଁ କାହିଁ ପଚାରି ସେଟା ଗୋଟେ ବଡ଼ ଭୁଲ କରିଦେଲି ଆଉ ମାନେ ତୁମେ ଚିନ୍ତା କର ଗୋଟେ ପିଲାକୁ ତୁମେ ପଚାରିବ ଯାଇକି ସିଏ ତୁମକୁ ଏମିତି ବିହେଭ୍ କରିବ କ'ଣ ଗୋଟେ ବଡ଼ କଥା ହେଇଯାଇଛି କ'ଣ ଗୋଟେ ମାନେ ମର୍ଡ଼ର ଫର୍ଡ଼ର କରିଦେଇଛି କି ମାନେ ଏମିତି ସେ କଥା କହିବ ମୁଁ ଯାହା ପଚାରିଲି ମୁଁ କହିଲି ଭାଇ କ'ଣ ଏ ଜିନିଷଟା ମୋତେ ଟିକେ କହିଲୁ ଏଇଟା କ'ଣ ହେଉନାହିଁ ଆଉ ମୁଁ ବହୁତ ଟ୍ରାଏ କଲି ଭିଡ଼ିଓ ଦେଖିଲେ ହେଉନାହିଁ ୟୁ ଡୋଣ୍ଟ ଅଣ୍ଡରଷ୍ଟାଣ୍ଡ ୟୁ ଗୋ ଥ୍ରୁ ଦ୍ୟାଟ୍ ଭିଡ଼ିଓ ନା ହ୍ୱାଇ ୟୁ କମ୍ ଆସ୍କିଂ ଦିସ୍ ସ୍ମଲ୍ ଥିଙ୍ଗସ୍ ସେ ମୋତେ କହୁଛି ମାନେ ଚିନ୍ତା କର ମାନେ ଗୋଟେ କେମିତି ଆଟିଚ୍ୟୁଡ଼ ଭଳିଆ କଥାଟା ମାନେ ଗୋଟେ ଛୋଟିଆ ଜିନିଷଟା ମାନେ 2 ସେକେଣ୍ଡର କାମ ସେ ଖାଲି ଗୋଟେ ଜିନିଷଟା କରିଦେବ ସେ ଜିନିଷଟା କ୍ଲିକ୍ ହେଇଯିବ ହେଇଗଲା ପରେ ସେ ହେଇଯିବ ମାନେ ମୁଁ ତାକୁ ପଚାରୁଛି ମୁଁ ବୁଝିବାକୁ ଚାହୁଁଛି କି ଜିନିଷଟା ସେ ଗୋଟେ କ୍ଲାରିଟି ସହିତ ଦେଲେ ମନେକର ସେ ପଢ଼ିଲା ପରେ ମୁଁ ଗୋଟେ କାମଟା ହ୍ୟାଣ୍ଡେଲ୍ କରିବି କେମିତି ନା ସେ ଜିନିଷଟା କିନ୍ତୁ ସେ ବୁଝେଇବନି ସେ ବୁଝାଉନାହିଁ ମୋତେ ଏମିତି କରିକିରି ମୋତେ କ'ଣ କଲା ଗଡ଼େଇ ଦେଲା 6ଟା ଯାଏ 5ଟା 6ଟା ତା ଟାଇମ୍ ହେଇଗଲା ବାବୁ ଚାଲିଲେ ଆଉ ତାପରେ ନା ଆସି ମୋତେ ପଚାରୁଛି ଆଉ ସେ କାମଟା ହେଇଗଲା ମୋ ରିପୋର୍ଟିଂ ମ୍ୟାନେଜର ଜଣେ ସିଏ ମୋତେ ପଚାରୁଛି ଆସି ମାନେ ମୋ ରିପୋର୍ଟିଂ ମ୍ୟାନେଜର ଆଉ ଜଣେ ସିଏ ମୋତେ ଆସି ପଚାରୁଛି ଆଉ ସେ କାମଟା ହେଇଗଲା ଟି ମୁଁ କହିଲି କେଉଁ କାମ ନା ସେ କାମଟା ଯେଉଁ ତୋତେ କାଲି ଦିଆ ହେଇଥିଲା ବୋଲେ ହଁ ମୁଁ କରିଦେଲି ଆଉ କିଛି ଜିନିଷ ହେଇନାହିଁ ତୁ ଦେଖିବୁ ଆଉ ନା ମୁଁ ଦେଖିବି କ'ଣ ମୁଁ ବା ତୋତେ ଦେଇଦେଇଛି ତୁ ତ କରିବୁ ଯେମିତି କ'ଣ କରିବୁ ନା ଆଉ ଚିନ୍ତା କର ଇଏ ଗୋଟେ ପ୍ରେସର। ଦ୍ୱିତୀୟ ପ୍ରେସର କ'ଣ ମ୍ୟାନେଜର ମୋତେ କହୁଛି ଆଉ ୟୁ ଅଲରେଡ଼ି ଡୁ ଦିସ୍ ଦ୍ୟାଟ୍ ଥିଙ୍ଗ ଆଣ୍ଡ ୟୁ କମ୍ପ୍ଲିଟ୍ ଦ୍ୟାଟ୍ ଥିଙ୍ଗ ଏନିଥିଙ୍ଗ ୟୁ ୱାଣ୍ଟ ଟୁ ଆସ୍କ ୟୁ କନେକ୍ଟ ଦ୍ୟାଟ୍ ଗାଏ ଆଣ୍ଡ ୟୁ ଆସ୍କ ଦ୍ୟାଟ୍ ଗାଏ ମାନେ ମୋତେ ମ୍ୟାନେଜର କହିଲା ତୁ ତାକୁ ପଚାରିଦେବୁ ସିଏ ତୋତେ କହିଦେବ ସିଏ ତୋତେ ବୁଝେଇଦେବ ତୁ କରିଦେବୁ କମ୍ପ୍ଲିଟ୍ କରିଦେବୁ ଆଉ ହଉ ଠିକ୍ ଅଛି ଆଉ ସେ ପିଲାଟା ଏଇଭଳିଆ ଜିନିଷ ତ ମୁଁ ତ କହିଲି ତାପରେ ଗଲା ସିଏ ଗୋଟେ ପ୍ରେସର। ଦ୍ୱିତୀୟ ରହିଲା ଲେ ଅଫ୍ ତ ଗଲା IT ଜବ୍ ବର୍ତ୍ତମାନ ମାର୍କେଟ କ'ଣ ଚାଲିଛି ମାର୍କେଟ ବର୍ତ୍ତମାନ ତୁମେ ଶୁଣିଲେ ତୁମେ ମୁଣ୍ଡ ପାଗଳା ହେଇଯିବ IT ଜବ୍ରେ ହେଉଛି କ'ଣ ସେଠି ଯୁଦ୍ଧ ଚାଲିଛି ତୁମେ ଜାଣିଥିବ ସେ ଯୁଦ୍ଧରେ ସେଠି ମଲେ ହିଁ ବହୁତ ଲୋକ ସିଏ ବମ୍ ଫମ୍ ତିଆରି କରି ସିଏ ଭାଇ ଉଡ଼ୁଛି ସେଠି ଆମ ଓଡ଼ିଆ ଲୋକ ୟୁଟ୍ୟୁବରେ ଭିଡ଼ିଓ କରି ପକାଉଛନ୍ତି ତୁମେ ଦେଖିଥିବ ଗଲା ଠିକ୍ ଅଛି। ତାପରେ ଏଠି ମାର୍କେଟ IT ମାର୍କେଟ କ'ଣ ବର୍ତ୍ତମାନ AIର ହାଇପ୍ AI ଆସିବ AI ଜବ୍ ଖାଇଯିବ ସିଏ ଏବେ ନୌକରିରେ ସର୍ଚ୍ଚ କଲେ ତୁମକୁ ATS ରିଜ୍ୟୁମ୍ ଦରକାର ATS ରିଜ୍ୟୁମ୍ ନହେଲେ ତୁମକୁ ଜବ୍ ମିଳିବ ନାହିଁ ମାନେ ଏଇଭଳିଆ ଜିନିଷକୁ ହାଇପ୍ ବନେଇକି ଏମିତି ସିରିୟସ୍ କରିଦେଉଛନ୍ତି ମାନେ ତୁମକୁ ଲାଗିବ କି ଭାଇ ମୁଁ ଜବ୍ କରିବି IT କେବେ ଆସିବି ମାନେ ବହୁତ ପିଲା ଅଛନ୍ତି ନୂଆ ପିଲା ଅଛନ୍ତି ବହୁତ ପିଲା ମୋତେ ମେସେଜ୍ ଏଇ ମୋର ଚ୍ୟାନେଲରେ ମେସେଜ୍ ଆସୁଛି ଭାଇ ଆଉ ITରେ ପଶିଲେ ଜବ୍ ହେବ ତ ଜବ୍ ରହିବ ତ ମାନେ ମୁଁ କ'ଣ ଆନ୍ସର୍ ଦେବି ମୁଁ ବି ଜାଣିପାରୁନି ମାନେ ମୋତେ ଲାଗୁଛି ବେଳେବେଳେ ଶୁଣ ଆମେ ବି ଚାକିରି କରିଛୁ ଆମ ଚାକିରି ଆଜି ଗୋଟେ ସାଙ୍ଗ ହେଇଥିଲା ସାଙ୍ଗଟା ବସି କଥା ହେଉଥିଲୁ ସେ ସାଙ୍ଗଟା କହୁଛି ଆଉ କ'ଣ କରିବା ଜବ୍ ହେବ ତ ହେବ ନାହିଁ ସେ ଜବ୍ ହେବ ଯଦି ପଳେଇବ ଯିବା ଗାଁକୁ ପଳେଇବା ଆଉ
ଶଳା ଗାଁ ପଳେଇବା ଗାଁରେ କରିବାକୁ ନା ମୋର ତ ଘର ଦ୍ୱାର ହେଇଯାଇଛି ଆଉ ତୁ ତ ଦେଖିବୁ କ'ଣ କରିବୁ ଆଉ ମାନେ ତାଙ୍କର ଘର ଫର ହେଇଯାଇଛି ମୁଁ ଯାଇ କ'ଣ କରିବି ମୁଁ ତାକୁ କହିଲେ କ'ଣ ଗୋଟେ ବିଜନେସ୍ କରିବା କ'ଣ ନା ବିଜନେସ୍ କ'ଣ କରିବୁ ବିଜନେସ୍ କ'ଣ ପଇସା ଅଛି ତୁ କେତେ ଟଙ୍କା 20 ଲକ୍ଷ ଅଛି 30 ଲକ୍ଷ ଅଛି ମୁଁ ଲୋନ୍ ଫୋନ୍ ବୁଡ଼ିକିରି ଅଛି 30 ଲକ୍ଷ କେଉଁଟା ସେ ବିଜନେସ୍ କରିବୁ ନା ଆଉ ସେ ଫେରେ ହେବ ଫେରେ କେମିତି କ'ଣ ଚାକିରି ବାକିରି ଯିବ କ'ଣ କରିବା ଘରକୁ ଯିବୁ ଭାତ ଡାଲି ଆଳୁ ଚଡ଼ା ଖାଇ ଶୋଇବୁ ଆଉ ଫେରେ କ'ଣ ପାଠ ପଢ଼ିବୁ ଚାକିରି ଯେଉଁଦିନ ହେବ ଯୁଦ୍ଧ ଫୁଦ୍ଧ ହେଲା ହିଁ ଆଉ ତ କିଛି ହେଇପାରିବନି ଫେରେ ହେବ କ'ଣ ତ ଏଇଭଳିଆ ଜିନିଷ ସବୁ ମାର୍କେଟରେ ଚାଲିଛି ତ ବର୍ତ୍ତମାନ ଏବେ ଯଦି ପିଲାଙ୍କର ଜବ୍ ଯାଉଛି ପିଲାଙ୍କୁ ଜବ୍ ମିଳିବାକୁ କେତେ ଦିନ ଲାଗୁଛି ମିନିମମ୍ 6 ମାସ ଟାର୍ଗେଟ୍ 6 ମାସ ପାଇଁ ଆମ କତିରେ ସେଇଭଳିଆ ପଇସା ଅଛି ମାସକୁ ଯଦି ଆମର 60,000 ଟଙ୍କା 70,000 ଟଙ୍କା ଖର୍ଚ୍ଚ 70,000 ଟଙ୍କା ମାସକୁ ଆମର ଖର୍ଚ୍ଚ 6 ମାସ ଆମେ କେତେ ଟଙ୍କା ଦରକାର ଆମେ ସେତିକି ସେଭିଂ କରିଛେ ମାସ ସବୁ ପଇସା ଆକାଉଣ୍ଟ ସାଲାରୀ ହେଲା ଆଜି କାଲି ସକାଳକୁ ସବୁ ଆକାଉଣ୍ଟରୁ ପୋଛା ହେଇଯାଇଥିବ ତୁମେ ସବୁ ପେମେଣ୍ଟ କ୍ରେଡ଼ିଟ୍ କାର୍ଡ଼ ହେଉ ଲୋନ୍ ହେଉ ସିଏ ଘର ଭଡ଼ା ହେଉ ସିଏ ଇଏ ହେଉ ସିଏ ହେଉ ପଳେଇଲା ପରେ ଆକାଉଣ୍ଟ ଟଙ୍କା ପଡ଼ିଥିବ ଟଙ୍କା 500-700 ଟଙ୍କା ତୁ ଯଦି ଯିବୁ କୁଆଡ଼େ ବୁଲିବାକୁ ଭାବିବୁ 700 ଟଙ୍କା ପଡ଼ିଛି ଯିବୁ କୁଆଡ଼େ ସିଏ ବି ଗୋଟେ ଟେନସନ୍ ଏପଟେ ଜବ୍ ଟେନସନ୍ ସେପଟେ ଲେ ଅଫ୍ ଟେନସନ୍ ସେଠି ସକାଳୁ ଉଠିଲା ବେଳକୁ ତୁ ଫାୟାରିଂ ହେଇଯାଇଥିବ ସିଏ ଗୋଟେ ଟେନସନ୍ ଅଫିସ୍ ଯାଇ ପହଞ୍ଚିଲା ବେଳକୁ ଅଫିସରେ କାମ ପୁରା ଖଞ୍ଜିକି ରଖା ହେଇଥିବ ଇଲୋ ବୋପା ତୁ ଅଫିସ୍ ଯାଇ ପହଞ୍ଚିଲା ବେଳକୁ ମିଟିଂ ହଉ ଷ୍ଟାଣ୍ଡଅପ୍ କଲେ କ'ଣ ହେବ କ'ଣ ତୁ କାଲି କରିଥିଲୁ କାଲି କ'ଣ କରିବୁ ଆଜି ତୁ କ'ଣ କରିବୁ ଆଜି ପ୍ରୋଗ୍ରେସ୍ କ'ଣ ହେବ ତୋତେ ସବୁ ତୋତେ ଡିଟେଲ୍ସ ଦେବାକୁ ପଡ଼ିବ ମ୍ୟାନେଜର୍ ତୋତେ ପଚାରିବେ କ'ଣ ହେବ କ'ଣ ନାହିଁ ଠିକ୍ ଅଛି ଆଜି ସେ ଟାସ୍କଟା ହେବ ଆଜି ଏ ଟାସ୍କଟା ହେବ ଏଇଟା ଆଜି ମୁଁ କମ୍ପ୍ଲିଟ୍ କରିବି ସେଇଟା କାଲି କମ୍ପ୍ଲିଟ୍ ହେବ ସେଠି ଯଦି ତୁ ମନେକର ଯଦି କିଛି ଭୁଲ ଭାଲ ସେଠି ବେଜିତି କ'ଣ ତୁ ଏ କାମଟା ସେଇଟା କାଲି ସରିବା କଥା ହେଲା କ'ଣ ସିଏ କାହିଁ ହେଲା ନାହିଁ ସିଏ ଗୋଟେ ପିଲା ଖସି ଯାଉଛନ୍ତି ହଁ ସେ ମୁଁ କରିଦେଇଛି ମାନେ ଇଂଲିଶ କହିକିରି ପୁରା ମଡ଼ିଫାଏ କରିକିରି ମାନେ ଗୋଟେ ପିଲା ତମେ ବିଲିଭ୍ କରିବନି ପିଲା ଅଛନ୍ତି କିଛି କାମ କରୁନାହାନ୍ତି 2ଟା ଖଣ୍ଡେ ଝିଅ ଅଛନ୍ତି ସିଏ ଭାଇ କିଛି ନାହିଁ ଆଇ ୱିଲ୍ ଡୁ ଦିସ୍ ଟାସ୍କ ଆଇ ୱିଲ୍ ଡୁ ଦ୍ୟାଟ୍ ଟାସ୍କ ଆଇ ୱିଲ୍ ସିଟ୍ ୱିଥ୍ ଦ୍ୟାଟ୍ ଗାଏ ଆଣ୍ଡ କନେକ୍ଟେଡ୍ ଦ୍ୟାଟ୍ ଗାଏ ଆଣ୍ଡ କମ୍ପ୍ଲିଟ୍ ଦ୍ୟାଟ୍ ଟାସ୍କ ମାନେ ସେମାନେ ଏମିତି ଇଂଲିଶ ଫିଂଲିଶ କହିକିରି ସେମାନେ ମୋଲ୍ଡ କରିକିରି ଗୋଟେ ମ୍ୟାନେଜରକୁ ଗୋଟେ ବାନ୍ଧିକିରି ସେ ଗୋଟେ ଜିନିଷଟାକୁ ପୁରା ନେଇ ଆଣିଥାନ୍ତି ସତରେ ଯେମିତି ସବୁ କଥା ସେ କରୁଛନ୍ତି ମାନେ ତୁମକୁ ଲାଗିବ ମାନେ ଅଫିସର ମିନିମମ୍ 80% କାମ ଏଇ ପିଲା ହିଁ ଝିଅମାନେ ହିଁ କରୁଛନ୍ତି ଆଉ କେହି କରୁନାହାନ୍ତି ପର୍ଟିକୁଲାର ମୁଁ ଝିଅଙ୍କୁ କାହାକୁ କହୁନି ଇଣ୍ଡିକେଟ୍ କରି ମାନେ ମୁଁ ନର୍ମାଲ ଗୋଟେ IT ସେକ୍ଟରର ତୁମକୁ ଜିନିଷଟା କ'ଣ କହୁଛି IT ସେକ୍ଟର ରିଆଲିଟି କ'ଣ IT ସେକ୍ଟର କମ୍ପାନୀ କର୍ପୋରେଟ୍ ଅଫିସରେ ହେଉଛି କ'ଣ ତ ଆଉ ଗୋଟେ ପୁଅ ପିଲାଟା ଅଛି ସିଏ ଭାଇ ଆମର ଅଲଗା ପ୍ରକାର ପିଲା ସିଏ ଭାଇ ତାଙ୍କର ଆସିବେ ମନ ଇଚ୍ଛା ଯିବେ ମନ ଇଚ୍ଛା ଗୋଟାଏ ବେଳେ ଅଫିସ୍ ଆସିବେ କାମ ଭାଇ ମୁଣ୍ଡ ଖରାପ କାମ ଯଦି ତୁମେ କାମ ଦେଇଛ ଆଜି କାମ କମ୍ପ୍ଲିଟ୍ ହେବ 3-4 ଦିନ ଲାଗିଯିବ ତୁମେ ମନେକର ମ୍ୟାନେଜର ବି ବୋରିଂ ହେଇଯାଉଛି ତାକୁ କାମ ଦେବି ନ ଦେବି ଏମିତି କଲେ କ'ଣ ଭାଇ ଦିନ ଗଡ଼ିଯିବାର ଅଛି ସାଲାରୀ ଆସିବାର ଅଛି କାମ ବାଟରେ ଆମେ ଆମ ବାଟରେ ସିମ୍ପୁଲ୍ କଥା କାମ ହେଉଛି ସାଲାରୀ ଆଉଛି ମାସ ଆକାଉଣ୍ଟକୁ ପଇସା ପଳେଇ ଯାଉଛି ଆମେ ଭାରି ଖୁସି କିନ୍ତୁ ଚାକିରି ଯେତେବେଳେ ଯିବ ସେତେବେଳେ କ'ଣ ହେବ 9 ଘଣ୍ଟା 10 ଘଣ୍ଟା ବାବୁ ଆମର କରୁଛନ୍ତି ଖାଇବାକୁ ଯାଉଛନ୍ତି 2ଟା ବେଳେ ବାବୁ ଯିବେ ଆମର ଗୋଟାଏ ବେଳେ ଖାଇବାକୁ ଆସିବେ ଡାଇରେକ୍ଟ ଟିକେ ହଲ ହେବେ ତାପରେ ଦେଖିଦେବେ ମେଲ୍ ଫେଲ୍ ଟିକେ ଚେକ୍ କରିଦେବେ ପିଲା ଜୁନିୟର ଫୁନିୟର ଅଛନ୍ତି ଶୋଷା କରିଦେବେ କ'ଣ ବଡ଼ ସିନିୟର ଆମର ବାବୁ ଚାଲିଲେ ଗୋଟାଏ ବେଳେ ଖାଇବାକୁ ଆସିବେ ଡାଇରେକ୍ଟ ଅଫିସରୁ 4ଟା ବେଳେ ଅଫିସ ଖାଇବାକୁ ଯିବେ ଗୋଟାଏ ବେଳେ 1:30 ବେଳେ ଆସିବେ ଅଫିସ 4ଟା ବେଳେ ସିମ୍ପୁଲ୍ ପୁରା କ'ଣ ହେଉଛି କ'ଣ ନ ହେଉଛି କ'ଣ ଆଉଛି କ'ଣ ଯାଉଛି ତାଙ୍କର କିଛି ଯାଏ ଆସେ ନାହିଁ ସିମ୍ପୁଲ୍ ସିଏ ବି ଗୋଟେ କାଟାଗୋରୀ ଆଇଟିରେ ପିଲା ଅଛନ୍ତି ଏମିତିଆ କାଟାଗୋରୀ ଆଉ କିଛି କାଟାଗୋରୀ ଅଛନ୍ତି ବାପ ସିରିୟସ୍ ଟୋଟାଲ୍ ଉପରେ ମାନେ ସତରେ କ'ଣ ହଁ ଆଇ ୱିଲ୍ ଡୁ ଦ୍ୟାଟ୍ ଆଇ ୱିଲ୍ ଡୁଇଂ ଦିସ୍ ଥିଙ୍ଗ କ'ଣ ତୁମେ ସିରିୟସ୍ କାମ କରୁନା କି ଆଉ ଚାଲୁନା ସେ କାମଟା ଷ୍ଟାର୍ଟ କରିଦେବ ସିଏ ଗୋଟେ କାଟାଗୋରୀ ମାନେ ଅଲଗା ପ୍ରକାର ପୁରା କାଟାଗୋରୀ ମାନେ ଆସିବେ ଧୂଆଁ ହେଇକି କହିବା କ'ଣ ସେ କାମ ହେଇନି ଆଉ ଚାଲ କରିଦେବା ଚାଲ ଆଉ କ'ଣ ଅଟକି ଅଛ କାହିଁ ହେଇଯିବ ସିଏ ଗୋଟେ କାଟାଗୋରୀ ଇଏ ବି ଗୋଟେ ଅଲଗା ପ୍ରକାର କାଟାଗୋରୀ ମାନେ ଚିନ୍ତା କର ଏଇଭଳିଆ ଜିନିଷ ଭିତରେ ତୁମେ ଲାଇଫ୍ଟା ବର୍ତ୍ତମାନ ଚାଲିଛି ତ ପିଲାଙ୍କୁ ଲାଗୁଛି ନାଇଁ ବହୁତ କଥା ହେଉଛି ବହୁତ କଥା ହେଉନି ତ ଏଇଭଳିଆ ଜିନିଷ ତ ଛାଡ଼ ତ ବେଶୀ ଭିଡ଼ିଓଟା ଏତେ ବଡ଼ କରି ଭଲ ନୁହଁ ବହୁତ ଲେନ୍ଦି ହେଇଯିବ ପିଲା ଗୋଟେ ବୋରିଂ ହେଇଯିବ ତ ଏବେ ବି ବହୁତ ପିଲା ବୋରିଂ ହେଇଯିବେଣି ମୋ କଥା ଶୁଣି ତ ପିଲାଙ୍କୁ ଲାଗୁଥିବ ଭାଇ ପ୍ରବଚନ ଦେଉଛନ୍ତି ଠିକ୍ ଅଛି ତ ଏଇଭଳିଆ ଜିନିଷ ତୁମେ ଯଦି ଜବ୍ ବି ଟ୍ରାଏ କରୁଛ ତୁମେ ଆରାମସେ ଗୋଟେ ଟାର୍ଗେଟ୍ କର କି କିଛି ଜିନିଷ ବ୍ୟାକଅପ୍ ରଖିବା ପାଇଁ ଯେମିତି ହେଇଗଲା ତୁମେ ବାଙ୍ଗଲୋର ଆସୁଛ
3-4 ମନ୍ଥ ହଉ 6 ମନ୍ଥର ହଉ ପାଖରେ ପଇସା ରଖ। ଯେତିକି ଟଙ୍କା ମାସକୁ 10,000 ଖର୍ଚ୍ଚ ହଉ, ଯଦି 60,000 ଟଙ୍କା ପାଖରେ ରଖ। ଯଦି ତୁମେ ଫାଇନାନ୍ସିଆଲି ଷ୍ଟ୍ରଙ୍ଗ ନା ହଅ, ସପୋର୍ଟ ମପୋର୍ଟ ଜବ୍ କର, କିନ୍ତୁ ଗୋଟେ ଜାଗାରେ ଷ୍ଟେବୁଲ୍ ହିଁ ରହିବାକୁ ଟ୍ରାଏ କର। ଆଉ ଯଦି ତୁମେ ବାଙ୍ଗଲୋର ଆସିବାକୁ ଚାହୁଁନ, ବାଙ୍ଗଲୋର ଆସିବ ବୋଲି ଏଇଟା ଠିକ୍ ଅଛି, ଘରେ ସର୍ଚ୍ଚ କର, ଇଣ୍ଟରଭ୍ୟୁ ଦିଅ, ଭର୍ଚୁଆଲ୍ ହେଉଛି, ଇଣ୍ଟରଭ୍ୟୁ ଦିଅ, ଇଣ୍ଟରଭ୍ୟୁ ଦେଲା ପରେ ପାଇଲା ପରେ ଅଫର୍ ଉଠାଅ, ଅଫର୍ ଉଠେଇକି ତୁମେ ବାଙ୍ଗଲୋର ଆସ। ଯଦି ତୁମେ ଅଫର୍ ଉଠେଇକି ବାଙ୍ଗଲୋର ନ ଆସିବ, ଡିମୋଟିଭେଟ୍ ହେଇଯିବ। ଭାଇ ସିମ୍ପଲ୍ କଥା, ବହୁତ ପିଲା, ବହୁତ ରସ୍ ଚାଲିଛି। ତୁମେ ଏ ପିଲାଙ୍କୁ ସବୁ ଦେଖିଲା ପରେ, ପିଲାଙ୍କୁ ଦେଖିକିରି ତୁମେ ଆହୁରି ତୁମେ ମେଣ୍ଟାଲି ହିଁ ପାଗଳ ହେଇଯିବ। ମେଣ୍ଟାଲି ମେନ୍ ହେଲା, ତୁମେ ଜିନିଷ ଗୋଟେ ରୁମ୍ରେ ରହିକିରି ଇଣ୍ଟରଭ୍ୟୁ ଦେବ, ପିଲାଙ୍କୁ ଦେଖି ପିଲା ଯାଉଛନ୍ତି ଜବ୍ କରିବାକୁ, ଭାଇ ମୁଁ ଜବ୍ କରୁନି, ପିଲା ଜବ୍ କରୁଛନ୍ତି, ସାଲେରୀ ପାଉଛନ୍ତି। ଘରେ ସେପଟେ ପ୍ରେସର ଫୋନ୍ ଆସିବ, ଭାଇ ଆଉ ପୁଅ କ'ଣ ହେଲା, ଆଜି ଖାଇଛୁ କ'ଣ? ନା ବାପା ବୋଉ ମାଛ ଭଜା ଭାତ ଡାଲି ଖାଇଛି। ଖୁସି ପୁରା, ବାପା ମାଆ ଭାବିବେ ପିଲା ଯାଇଛନ୍ତି ପାଠ ପଢ଼ୁଛନ୍ତି, ଚାକିରି କରିବେ। ଆଉ ପିଲା ଷ୍ଟ୍ରଗଲ୍ କ'ଣ କରୁଛି ବାପା ମାଆ ତ ଜାଣିପାରିବେନି। ଗାଁ ଗହଳିରେ ଆମର ବାପା ମାଆ କ'ଣ ଜାଣିବେ ତୁମେ ଏଠି କ'ଣ କରୁଛ, କିନ୍ତୁ ପିଲାଙ୍କୁ ଲାଗିବ ଭାଇ ସିମ୍ପୁଲ୍, ଆମେ ଆସିଛୁ ବହୁତ ବଡ଼ କଥା କରିବାକୁ, ବହୁତ ବଢ଼ିଆ କଥା କରୁଛୁ। ବାଙ୍ଗଲୋର ଯାଇଛି, ବାଙ୍ଗଲୋର ପୁଅ ଯାଇଛି, ବାଙ୍ଗଲୋରରେ ପୁରା ମେଟ୍ରୋରେ ରହୁଛି, ଟ୍ରେନରେ ଯାଇଛି, ଫ୍ଲାଇଟ୍ରେ ବସିବ, ମାନେ ବହୁତ ବଡ଼ କଥା। କିନ୍ତୁ କ'ଣ ଏଠି ଷ୍ଟ୍ରଗଲ୍ ଚାଲିଛି କେହି ଜାଣିନାହାନ୍ତି। ତ ସିମ୍ପୁଲ୍ ଜିନିଷ, ତୁମେ ସେଇ କଥା କର। ଯଦି ବାଙ୍ଗଲୋର ଆସ, ଡିମୋଟିଭେଟ୍ ହୁଅ ନା, ଷ୍ଟେବୁଲ୍ ହିଁ ରୁହ। ତ ଆରାମସେ ଜବ୍ ସର୍ଚ୍ଚ କର, ଜବ୍ ଇଣ୍ଟରଭ୍ୟୁ ଦିଅ, ଇଣ୍ଟରଭ୍ୟୁ ଦେଲା ପରେ ରିଜେକ୍ଟ ହେଲା ପରେ ତୁମେ ଜାଣିବ ଜିନିଷ କ'ଣ, ତୁମେ କାହିଁ ରିଜେକ୍ଟ ହେଲ, କ'ଣ କଲ, କ'ଣ ନାହିଁ। ତାପରେ ଧୀରେ ଧୀରେ ତୁମର ଆରାମସେ ଜବ୍ ହେଇଯିବ। ସେମିତି ନୁହଁ ଯେ ସିଏ ଜବ୍ ପାଇଲା ମୁଁ ପାଇବିନି, ମୁଁ ଜବ୍ ପାଇଲି ସିଏ ପାଇବନି। ସମସ୍ତଙ୍କର ସବୁ ଟାଇମ୍ରେ ଜବ୍ ହେବ, କିନ୍ତୁ ଗୋଟେ ପେସେନ୍ସ ଲେବୁଲ୍, ତୁମ ପେସେନ୍ସ କେତେ ସେଇଟା ରହିବା। ଠାକୁର ସମସ୍ତଙ୍କୁ ସବୁ ଟାଇମ୍ରେ ସମସ୍ତଙ୍କୁ ସେଇ ଜାଗାରେ ପହଞ୍ଚାଇବେ ଯେଉଁଟା ତୁମେ ଚାହୁଁଛ, କିନ୍ତୁ ତା ପାଇଁ ତୁମକୁ ପରିଶ୍ରମ କରିବାର ଅଛି। ତା ପାଇଁ ହିଁ ତୁମେ ପରିଶ୍ରମ କଲା ପରେ ସେ ଜାଗାରେ ଯାଇ ତୁମ ଡେଷ୍ଟିନିରେ ତୁମେ ପହଞ୍ଚିବ। କପାଳରେ ଯାହା ଲେଖା ଅଛି ସେଇଆ ମିଳିଯିବ ଆମକୁ, ଠିକ୍ ଅଛି, କିନ୍ତୁ କପାଳରେ ଲେଖା ଜିନିଷଟା ପାଇଁ ତ ପରିଶ୍ରମ କରିବାକୁ ପଡ଼ିବ ନା। ଯଦି କପାଳରେ ଲେଖା ଜିନିଷଟା ପାଇଁ ଆମେ କିଛି କରିବା ନାହିଁ, ଠାକୁର ଆମେ ମନ୍ଦିର ପଳେଇବା, ପୂଜା କରିଦେବା, ଠାକୁର ଆମକୁ ଦେଇଦେବେ, ପାଠ ପଢ଼ିବା ନାହିଁ, ଇଣ୍ଟରଭ୍ୟୁ ଦେବା ନାହିଁ, ସବୁ ହେଇଯିବ। ସବୁ ହେଇଯାଇଥିଲେ ପିଲା ଆମର ଘରେ ଖାଇ ପିଇକିରି ଅରୁଆ ଭାତ ଡାଲମା ଭଜା ଖାଇ, ଭାତ ଚିକେନ୍ ଖାଇ ଘରେ ପୁରା ଆରାମସେ ରହିଥାନ୍ତେ। ତ ଏଇଟା ହେଉଛି ଜିନିଷ। ତ ଆପଣମାନେ ଯଦି ଭିଡ଼ିଓଟା ଭଲ ଲାଗିଥିବ, ବହୁତ ଲେନ୍ଦି ଭିଡ଼ିଓଟା ମୁଁ କରିଦେଲି, ତ ଆପଣମାନଙ୍କୁ ଯଦି ଭିଡ଼ିଓଟା ଭଲ ଲାଗିଥିବ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ ମୋ ଚ୍ୟାନେଲକୁ, ମୋତେ ମୋଟିଭେଟ୍ ଲାଗିବ ଭିଡ଼ିଓ ବନେଇବା ପାଇଁ। ମୁଁ ଏଇଭଳିଆ ଭିଡ଼ିଓ ଆପଣମାନଙ୍କ ପାଇଁ ବହୁତ ଭିଡ଼ିଓ ନେଇକିରି ଆସିବି। ଆପଣମାନଙ୍କୁ ଯେଉଁ ବି ଭିଡ଼ିଓ ଉପରେ ଆପଣମାନଙ୍କୁ ଭଲ ଲାଗୁଛି, ଆପଣ କମେଣ୍ଟ କଲେ ମୁଁ ସେ ପ୍ରକାର ଭିଡ଼ିଓ ବି ବନେଇବି, ଆପଣଙ୍କୁ ଦେଖିବାକୁ ଭଲ ଲାଗିବ। ତ ଆପଣ ଯେଉଁ ବି ଲାଇନ୍ରେ ଆପଣ ଟ୍ରାଏ କରୁଛନ୍ତି, ଆପଣ ଟ୍ରାଏ କରନ୍ତୁ। ସକ୍ସେସ୍ ଆଜି ନହେଲେ କାଲି ହେବେ, ଫେଲର୍ ହେଲେ ସକ୍ସେସ୍ ହେବେ। ଯଦି ତୁମେ ସକ୍ସେସ୍ ହେଇକିରି ଫେଲର୍ ହେବ, ସେଇଟା କିଛି ଲାଗିବନି। ଫେଲର୍ ହୁଅ, ତୁମେ ଶିଖିବ ଫେଲର୍ରୁ, ତାପରେ ଧୀରେ ଧୀରେ ସକ୍ସେସ୍ ହେବ। ଏତିକି ରହୁଛି ଆଜିର ଭିଡ଼ିଓରେ।